ଆଜି ଆମେ ଜାଣିବା ମହାପର୍ବଙ୍କ ବିଷୟରେ କାହିଁକି ଦୋଳ ପୂର୍ଣ୍ଣିମା ପାଳନ ହୋଇଥାଏ ଏବଂ କେତେକ ମୁଖ୍ୟ ଖବରଗୁଡ଼ିକ ବିଷୟରେ। ତ ତାହେଲେ ଆସନ୍ତୁ ଜାଣିବା, କିନ୍ତୁ ଭିଡ଼ିଓରେ ଆଗକୁ ବଢ଼ିବା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ କରି ଆସିଥିଲେ ଲାଇକ୍ ଏବଂ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ଭୁଲିବେ ନାହିଁ। ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ଦୋଳ ଦେବୀକୁ ବିମାନ ହୋଇଛନ୍ତି ମହାପ୍ରଭୁ। ଫଗୁ ଦଶମୀରେ ଦୋଳଯାତ୍ରା ହୋଇଥାଏ। କେଉଁଠି 5 ଦିନ ହୋଇଥାଏ ତ କେଉଁଠି 10 ଦିନ ଧରି ଦୋଳମେଳା ହୋଇଥାଏ। ଏହା ଗୁରୁତ୍ୱ, ବୈଶିଷ୍ଟ୍ୟ, ଧର୍ମ, ପରମ୍ପରା ଓ ପ୍ରଚାର ପ୍ରସଙ୍ଗ ଅନୁସାରେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇଥାଏ। ଏହି ପର୍ବ ମୁଖ୍ୟତଃ ଗାଁ ଗାଁ ମଧ୍ୟରେ, ଗୋଷ୍ଠୀ ଗୋଷ୍ଠୀ ଓ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ସ୍ନେହ ସଦ୍ଭାବରେ ପର୍ବ ପାଳିତ ହୋଇଥାଏ। ଦୋଳ ପୂର୍ଣ୍ଣିମା କାହିଁକି ପାଳନ ହୋଇଥାଏ? ପୁରାଣ ଅନୁସାରେ ପ୍ରବଳ ପରାକ୍ରମୀ ରାକ୍ଷସ ମେଧାସୁରର ମୃତ୍ୟୁର ଭଗବାନ କାରଣ ହୋଇଥିଲେ। ପୃଥିବୀର ପାପର ମାତ୍ରା ହ୍ରାସ ହୋଇଥିବା ଯୋଗୁଁ ଏହି ପର୍ବ ପାଳନ ଆୟୋଜିତ ହୋଇଥିଲା। ଭଦ୍ରକ ଜିଲ୍ଲା ଚାନ୍ଦବାଲିର କୋଠ ମେଳାଣୀରେ ଉଜ୍ଜୀବିତ ଇତିହାସ। ରାଜଗୁଡ଼ାରେ ଶାସନ ବିରୋଧରେ ପ୍ରଜାମିଳିତ ମୂକ ସାକ୍ଷୀ କୋଠ ମୋଳନ। ରାଜଗୁଡ଼ା ଶାସନ ସମୟରେ ପ୍ରଚଳିତ ହୋଇ ଆସୁଥିବା ପରମ୍ପରା ଘଣ୍ଟେଶ୍ୱର କୋଠ ମେଲଣ ଦେଖିବାକୁ ମିଳିଛି। ପୂର୍ବରୁ ରାଜାଙ୍କ ଦ୍ୱାରା ପାଳିତ ମେଲଣକୁ 1945 ମସିହାରେ ପ୍ରଜା ଆନ୍ଦୋଳନ ମାଧ୍ୟମରେ ପ୍ରଜାମାନେ ଏହାକୁ ଅତିରିକ୍ତ ଭାବେ ନେଇଥିଲେ। ସେଇଠୁ ପାଳିତ ହେଉଛି କୋଠ ମେଳାର ପ୍ରଥମ ମେଲଣ। ମୁଖ୍ୟ କାଳିଆ, କାହ୍ନୁ ଏବଂ ଗୋବିନ୍ଦ ମେଳାରେ ରାଜ୍ୟ ଶାସନ ଅଳଙ୍କୃତ ପରେ ରାଜ୍ୟ ପରିଶେଷ ବର୍ଗଙ୍କ ଶାସନ ବଣ୍ଟନ ଅନୁସାରେ ଏହି ମେଳାର ଅନ୍ୟ ଦେବାଦେବୀ ଶାସନ ଅଳଙ୍କୃତ ହୋଇଥାନ୍ତି। ସୁସଜ୍ଜିତ ବିମାନରେ 30 ଜଣ ଆଙ୍କୁଳିତ ବିରାଟ ବିମାନ କାନ୍ଧେଇ ନେଉଥିବା ବେଳେ ଏହା ଉପରେ ଛିଡ଼ା ହୋଇଥିବା ସେବାୟତଙ୍କ ରାଜଗାଦି ଚମାଅ ସେବା ଅତି ଚମତ୍କାର, ଯାହା ସାରା ଦେଶରେ ଅନ୍ୟ କେଉଁଠି ଦେଖିବାକୁ ମିଳେ ନାହିଁ।